তাଳ ବୃକ୍ଷ କେବେ କାଶ୍ମୀରରେ କି ବରଫ ଅଞ୍ଚଳରେ ଦେଖିପାରିବେ। ସେଇଠି ଗୋଟେ ଦିନରେ ମରିଯିବ। ସେ ତାଳ ଗଛ ଯୋଉଠି ଥାଏ ନା, ସେଠି ପ୍ରଚଣ୍ଡ ଖରାକୁ ସେ ସହିପାରେ। ଯୋଉଠି ଅଧିକ ଉତ୍ତପ୍ତ ସେଇ ଜାଗାରେ ହିଁ ଏଇ ପ୍ରଜାତିର ଗଛ ଗୁଡାକ ବୃଦ୍ଧି ପାଆନ୍ତି। ହଁ, ଆମର ଏଇ ଜାଗାରେ ବି ଅଛି, ଏଇଠି ବି ଖରା ଅଛି। କିନ୍ତୁ ମରୁଭୂମିକୁ ଯିବେ ଆପଣ, ଆମ୍ବ ଗଛ, ପଣସ ଗଛ, ପିଜୁଳି ଗଛ, କୋଉ ଗୋଟେ ଗଛ ଆପଣ ଦେଖିବା ପାଇଁ ପାଇବେ ନାହିଁ। ସେ ଜାଗାରେ କେବଳ ତାଳ ଗଛ ପ୍ରଜାତିର ଗଛ ଗୁଡିକ ଆପଣ ମାନେ ଦେଖିବେ। ଗୋଟେ ଧାର୍ମିକ ବ୍ୟକ୍ତି ଯଦି ଥଣ୍ଡା ପଡିଗଲା ସେ ମରିଯିବ। ତେଣୁକରି ଗୋଟେ ଧାର୍ମିକ ବ୍ୟକ୍ତିକୁ ସବୁବେଳେ ଆତ୍ମାରେ ଉତ୍ତପ୍ତ ରହିବା ବିଷୟରେ ଲେଖାଯାଏ। ହାଲେଲୁୟା। ଗୋଟେ ଧାର୍ମିକ ବ୍ୟକ୍ତି ସବୁବେଳେ ପ୍ରଭୁଙ୍କର ପ୍ରେଜେନ୍ସରେ ରହିବାର ଆବଶ୍ୟକ, ଫାୟାରକୁ ନେଇକି ଚାଲିବାର ଆବଶ୍ୟକ, ଅଗ୍ନିରେ ରହିବାର ଅଛି, ତାହେଲେ ସେ ବଢିବ। ଗୋଟେ ଧାର୍ମିକ ଯଦି ଶୀତଳ ପଡିଗଲା, ପ୍ରାର୍ଥନା ନାହିଁ, ବାକ୍ୟ ନାହିଁ, ସେ ମରିଗଲା। ତେଣୁକରି ଆପଣ କଣ ହେବେ? ବୃଦ୍ଧି ପାଇବା ପାଇଁ ଚାହୁଁଛନ୍ତି, ନିଜର ନିଆଁକୁ ବୃଦ୍ଧି କରିବାର ଆବଶ୍ୟକ ଅଛି। ବହୁତ ଏତିକି ଯଥେଷ୍ଟ ନାହିଁ, ତାପରେ ବି ଯଥେଷ୍ଟ ନାହିଁ। ପ୍ରତିଦିନ ଆମକୁ ପ୍ରଭୁଙ୍କର ଅଗ୍ନିରେ ବୃଦ୍ଧି ପାଇବାର ଆବଶ୍ୟକ। ହାଲେଲୁୟା।